যাত্রা মৌড়মଣି ଶିବାନୀ ଗଣନାଟ୍ୟରୁ ଯେତେବେଳେ କାହ୍ନା ଟିକେ ବାହାରି ଗଲେ ଯାତ୍ରା ପ୍ରେମୀ ଦର୍ଶକ ମାନେ କହିଲେ ଶିବାନୀ କାମ ନୁହେଁ, ଶିବାନୀ ଉଦା ଉଠି ପାରିବନି ଆଗ ଭଳି। ହାय ହ୍ୟାଲୋ ନମସ୍କାର, ମୁଁ ରାଜେନ୍ଦ୍ର, ଆପଣମାନଙ୍କୁ ମୋର ଆଉ ଗୋଟେ ଯାତ୍ରା ଭିଡିଓରେ ସ୍ୱାଗତ। ଆଜି ଭିଡିଓଟି ମୋର ଯାତ୍ରା ପ୍ରେମୀଙ୍କ ମାନ ପାଇଁ, ବିଶେଷ କରି ଯାତ୍ରା ମୌଡମଣି ଶିବାନୀ ଗଣନାଟ୍ୟ ପାଇଁ। କଥାରେ ଅଛି କାହା ପାଇଁ କୋଉ ଜିନିଷ ବନ୍ଦ ହୁଏନି। ଶିବାନୀ ଗଣନାଟ୍ୟରୁ କାହ୍ନା ଟିକେ ବାହାରି ଗଲେ ସତ, କାହିଁକିନା ଆମେ ଯେମିତି ଜବ୍ କରୁଛୁ ଏ ଜାଗା ଛାଡି ସେ ଜାଗା ସମସ୍ତେ ସେ ପଇସା ପାଇଁ କାମ କରୁଛନ୍ତି, ସେମାନେ ବି ସେଇ ପଇସା ପାଇଁ ହେଇପାରିଥାଏ, ନହେଲେ କିଛି କଥାବାର୍ତ୍ତାରେ ଏକର ସେକର ସେଥିପାଇଁ ଚାଲିଲେ ସେ ଛାଡ, ସେ ତାଙ୍କ ପର୍ସନାଲି କଥା। ବର୍ତ୍ତମାନ କାହ୍ନା ଟିକେ ଆମର କାର୍ଯ୍ୟରତ ଅଛନ୍ତି ଆମର ସିଂହବାହିନୀ ଗଣନାଟ୍ୟରେ। ଆମର ସେଇ କାହ୍ନା ଟିକେ ଜାଗାରେ ଆସି ପହଞ୍ଚିଗଲା ଆମର ଦାସ ଆଉ କାବେରୀ ପାଢୀ। କାବେରୀ ପାଢୀ ବି ଛୋଟିଆ ଆକ୍ଟର ନୁହଁ, ଆଉ ଗୌରାଦର୍ଶ ସେ ଯୋଉ ପାର୍ଟିକି ଯିବେ ଆଉ ସେ ପାର୍ଟି କାହିଁ ଉପରେ ମାରିବ ତାହା ବି କିଏ କହିପାରିବେନି, କାହିଁକିନା ଗୌରାଦର୍ଶଙ୍କ ଭଳି ଆକ୍ଟର ପାଇବା ବି ବହୁତ ମୁସ୍କିଲ। ଶିବାନୀ ଗଣନାଟ୍ୟର ଜବରଦସ୍ତ ନାଟକ ହାଇ କୃଷ୍ଣ ବୋଲି ଯାଉଯିବ ଯୋଉ ନାଟକ ଦେଖିବ ମାନେ ଉଠିବାକୁ ଇଚ୍ଛା ହବନି। ଗୌରାଦର୍ଶଙ୍କର ଏମିତି ଚମତ୍କାର ଅଭିନୟ ଆଉ କାବେରୀ ପାଢୀଙ୍କର ଏମିତି ଚମତ୍କାର ଅଭିନୟ, ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତମେ ପଲକ ପଡିବନି, ଏମିତି ଆସି ଖଣ୍ଡେ ନାଟକ ହେଇଛି। ସେ ନାଟକର ଗୋଟେ ଝଲକ ଦେଖଉଛି, ଆପଣ ମାନେ ଦେଖନ୍ତୁ ସେ ସିନ୍ ଟା କେମିତି ଖତରନାକ ସିନ୍, ଦେଖିଲେ ଆଖି ଭରିଯିବ ଲୁହରେ। ଦେଖନ୍ତୁ ଟିକେ ଦେଖିଲେ। ସେଥିପାଇଁ ତ କଥାର ଅଛି କାହା ପାଇଁ କୋଉ ଜିନିଷ ବନ୍ଦ ହୁଏନି, ଆଉ କିଏ ଚାଲିଗଲେ କୋଉ ଜିନିଷ ବି ବନ୍ଦ ହୁଏନି। ଯଦି ଆଜି ବି ଶିବାନୀ ଗୌରାଦାସ ଅଛନ୍ତି, କାଲି ପଳେଇଯିବେ, ତାହେଲେ ଶିବାନୀ କେବେ ବନ୍ଦ ହବନି। ଆର୍ଟିଷ୍ଟ ଚେଞ୍ଜ ହେଇଯିବ, ଯାତ୍ରା ବି ଚେଞ୍ଜ ହେଇଯିବ। ଯଦି ମୁଁ ଠିକ କହିଲି କି ଭୁଲ ଯାଉଛି ମୋର, ଆପଣମାନଙ୍କୁ କିଛି ଦୃଶ୍ୟ ଦେଖିଲି। ଯଦି ଦୃଶ୍ୟଟି ଭଲ ଲାଗିଥାଏ ନିଶ୍ଚିତ ଲାଇକ୍ କରିବେ, କମେଣ୍ଟ କରିବେ। ଯଦି ନୂଆ କରି ଦେଖୁଛନ୍ତି ନିଶ୍ଚିତ ସବସ୍କ୍ରାଇବ କରିବେ, ଭୁଲିବେନି ସାଙ୍ଗମାନେ। ଆଉ ଫେସବୁକରେ ଯଦି ଦେଖୁଛନ୍ତି ତାହେଲେ ଫେସବୁକକୁ ଫଲୋ କରିବେ। ଶିବାନୀ ଗଣନାଟ୍ୟ ଉପରେ ଯୋଉ ମତାମତ ଦେଲି, ଠିକ ଦେଲି କି ଭୁଲ? ଯଦି ଭୁଲ ଭଟକା କରୁଥାଏ ନିଶ୍ଚିତ ବଡ ଭାଇ ସାନ ଭାଇ ଭାବି କ୍ଷମା କରିଦେବେ। ରହିଲି, ପୁଣି ଆଉ ଗୋଟେ ଯାତ୍ରା ଭିଡିଓ ଆପଣ ମାନଙ୍କ ପାଇଁ ଭେଟିଦେବି। ଜୟ ଜଗନ୍ନାଥ।